ଉପରେ ଯେଉଁ ଫର୍ମୁଲା ଅଛି ସେ ଫର୍ମୁଲା ଅନୁସାରେ ଆଜି ଆମେ କିଛି ଶିଖିବା। ତ ସାଙ୍ଗମାନେ ଆମେ ପ୍ରତି ସମୟରେ ଏମିତି କଥାବାର୍ତ୍ତା ହୋଇଥାଉ, ଯଦି କିଏ ଯଦି ଆମକୁ କ୍ୱେଶ୍ଚିନ୍ କରିଲେ ଆମେ ତାଙ୍କୁ ଏଇଭଳି ଉତ୍ତର ଦେଇଥାଉ। ତୁମେ ମନ୍ଦିର ଯାଇଥିଲ କି? ମୁଁ ସତରେ ମନ୍ଦିର ଯାଇଥିଲି, ଏମିତି କହିଥାଉ ନା। ବୋଲେ ଏମିତି ଏଇ କେସ୍ରେ ଆମେ କେମିତି ବ୍ୟବହାର କରିବା ଇଂଲିଶ, ଆମେ କେମିତି ଇଂଲିଶରେ କହିବା? ମୁଁ ସତରେ ମନ୍ଦିରକୁ ଯାଇଥିଲି, ମୁଁ ସତରେ ବଜାରକୁ ଯାଇଥିଲି, ମୁଁ ସତରେ ଅଫିସକୁ ଯାଇଥିଲି, ମୁଁ ସତରେ ସ୍କୁଲ ଯାଇଥିଲି, ମୁଁ ସତରେ ବାହାରକୁ ଯାଇଥିଲି, ମୁଁ ସତରେ ଭିତରକୁ ଯାଇଥିଲି। ଇଂଲିଶରେ ଆମେ କେଉଁ ପ୍ରକାର ଭାବରେ ଆମେ ଏମିତି କଥାବାର୍ତ୍ତା ହୋଇଥାଉ। ଇଜି ଫର୍ମୁଲା ମୁଁ ଆଣିଦେଇଛି, ତୁମକୁ ଯେଟା କହିବାକୁ ଅସୁବିଧା ହେବ ନାହିଁ। ତ ମୁଁ ଏବେ ଉଦାହରଣ ଭାବରେ କିଛି ସେଣ୍ଟେନ୍ସ କହିବି, ତୁମେ ଶୁଣିନିଅ। ଯେମିତିକି ଆମେ କହିଥାଉ, ମୁଁ ସତରେ ମନ୍ଦିର ଯାଇଥିଲି, I did go to the temple। ମୁଁ ସତରେ ସ୍କୁଲକୁ ଯାଇଥିଲି, I did go to the school। ମୁଁ ସତରେ ମାର୍କେଟ ଯାଇଥିଲି, I did go to the market। ମୁଁ ସତରେ ମନ୍ଦିରକୁ ଯାଇଥିଲି, I did go to the temple। ମୁଁ ସତରେ ବାହାରକୁ ଯାଇଥିଲି, I did go outside। ମୁଁ ସତରେ ପଛକୁ ଯାଇଥିଲି, I did go back side। ମୁଁ ସତରେ ଆଗକୁ ଯାଇଥିଲି, I did go ahead। ମୁଁ ସତରେ ଭିତରକୁ ଯାଇଥିଲି, I did go inside।